ଦେଖନ୍ତୁ ଆଜି ଯେଉଁ ବାରିପଦାର ଛଉ ପଡ଼ିଆଠାରେ ଆଜି ଯେଉଁ ଜନସମୁଦ୍ର ଆପଣମାନେ ଦେଖିଲେ, ଇଏ ହେଉଛି ବାରିପଦା ନିର୍ବାଚନ ମଣ୍ଡଳୀ ଏବଂ ମୟୂରଭଞ୍ଜ ଜିଲ୍ଲାରେ ନବୀନ ବାବୁଙ୍କ ପ୍ରତି ଥିବା ଲହରର ଗୋଟେ ଟ୍ରେଲର। ଏବଂ 1 ତାରିଖ ଦିନ ଆପଣମାନେ ଦେଖିବେ ଯେ ବିଜୁ ଜନତା ଦଳର ବାରିପଦା ନିର୍ବାଚନ ମଣ୍ଡଳୀରେ ଯେଉଁ ଲେହେର, ଏବଂ ଆପଣମାନଙ୍କୁ ଏତିକି ଖାଲି କହିଦେବା ପାଇଁ ଚାହେଁ, ଏଥର ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ରେକର୍ଡ ସଂଖ୍ୟକ ବ୍ୟବଧାନରେ ନିର୍ବାଚନ ବିଜୟ ହେବା ପାଇଁ ଯାଉଛି। ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି 4.5 କୋଟି ଓଡ଼ିଆଙ୍କର ମୌଡ଼ମଣି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ ବିକାଶ ପୁରୁଷ କହୁଛୁ। ବାରିପଦା ସହରରେ ବାରିପଦା ନିର୍ବାଚନ ମଣ୍ଡଳୀର ଯେଉଁ ବିକାଶ ହେଇଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହିଁ ସେଟା ସମ୍ଭବ ହେଇଛି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାରିପଦା ନିର୍ବାଚନ ମଣ୍ଡଳୀକୁ ଆସିବା ଆମ ପାଇଁ ସମସ୍ତଙ୍କ ପାଇଁ ଗୋଟେ ଉତ୍ସାହଦାୟକ, ପ୍ରେରଣାଦାୟକ। ଆଜିଠୁ ହଜାର ହଜାର ବିଜୁ ଜନତା ଦଳର ସମର୍ପିତ କାର୍ଯ୍ୟକର୍ତ୍ତା ତାଙ୍କ ମନରେ ଯେଉଁ ଉତ୍ସାହ ଭରିଦେଲେ, ସେ ଉତ୍ସାହ ଉଦ୍ଦୀପନା ଆପଣମାନେ 4 ତାରିଖ ଆମେ ସମସ୍ତେ ଅପେକ୍ଷା କରୁଛୁ। ଦେଖନ୍ତୁ ଯିଏ ବି ଆସନ୍ତୁ, କେନ୍ଦ୍ରର ବହୁତ ମନ୍ତ୍ରୀ ଆସୁଛନ୍ତି। ଆପଣମାନେ ଦେଖିଥିବେ ସାଧାରଣତଃ ପର୍ଯ୍ୟଟନ ଋତୁ ଆସିଲେ ବହୁତ ପର୍ଯ୍ୟଟକ ବିଭିନ୍ନ ଜାଗାରୁ ଆସନ୍ତି। ସେମାନେ କିନ୍ତୁ ସ୍ଥାୟୀ ଭାବରେ ଏଠି ରୁହନ୍ତି ନାହିଁ। ଏଠି ଓଡ଼ିଶାରେ ବାରିପଦା ନିର୍ବାଚନ ମଣ୍ଡଳୀରେ କେବଳ ନବୀନ, କେବଳ ନବୀନ, କେବଳ ନବୀନ। ଦେଖନ୍ତୁ ସେମାନେ ଔଷଧ ବିକଳରେ ଟାଟିଆ କାମୁଡୁଛନ୍ତି, ଏଥିରେ କିଛି ମତାମତ ଦେବାର ନାହିଁ। ବାରିପଦା ନିର୍ବାଚନ ମଣ୍ଡଳୀର ଜନସାଧାରଣ ବହୁତ ସଚେତନ, ସେମାନେ ନିଷ୍ପତ୍ତି ନେବେ। ଏବଂ ଆପଣମାନେ ଦେଖୁଥିବେ ଯେ ବାରିପଦା ନିର୍ବାଚନ ମଣ୍ଡଳୀର ଜନସାଧାରଣ ସେମାନେ ନିଷ୍ପତ୍ତି ନେଇସାରିଛନ୍ତି। ଏ ଯେଉଁ ଅଦ୍ଭୁତପୂର୍ବ ଲୋକ ସମାଗମ ଏଠୁ ହିଁ ପ୍ରମାଣିତ ହେଉଛି ଯେ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଗୋଟେ ରେକର୍ଡ ବ୍ୟବଧାନରେ ବିଜୟୀ ଆଡ଼କୁ ଅଗ୍ରସର ହେଉଛି। ଏଠିକାର ମହଲ କ'ଣ ଥିଲା ସେଟା ସମସ୍ତେ ଦେଖିଛନ୍ତି, ଆପଣମାନେ ଦେଖିଛନ୍ତି। ଏଇଟା ପ୍ରମାଣ ହେଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଓଡ଼ିଶାକୁ ଆସୁଛନ୍ତି ଏବଂ ଓଡ଼ିଶାକୁ ତାଙ୍କର ଯେଉଁ ବିଭିନ୍ନ ସମୟରେ ଯେଉଁ ବିକାଶ କାର୍ଯ୍ୟକ୍ରମ ସେଥିରେ ଲୋକ ପ୍ରଭାବିତ ହେଇଛନ୍ତି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଉଠି ଗସ୍ତ କରୁଛନ୍ତି, ଆଜି ରାଇରଙ୍ଗପୁରରେ ବହୁ ସଂଖ୍ୟାର ଲୋକ ଥିଲେ, ଏଠି ମଧ୍ୟ ବହୁ ସଂଖ୍ୟାର ଲୋକମାନେ ଥିଲେ। ସେଠୁ ବିଭିନ୍ନ ବର୍ଗର ଥିଲେ, ଏଠି ମା ମାନେ ଥିଲେ, ଏଠି ଯୁବକ ବନ୍ଧୁମାନେ ଥିଲେ, ଏଠି ବୁଦ୍ଧିଜୀବୀ ମାନେ ଥିଲେ, ଏଠି ଚାଷୀମାନେ ଥିଲେ। ତେଣୁ ସମସ୍ତ ବର୍ଗର ବନ୍ଧୁମାନେ, ସମସ୍ତ ଭାଇମାନେ ବହୁ ସଂଖ୍ୟାରେ ଆସିଛନ୍ତି। ଏଟା ପ୍ରମାଣ ହେଇଯାଇଛି ଓଡ଼ିଶା ଆଗକୁ ଯିବାର ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଡାକରା ଦେଇଛନ୍ତି, ସେଥିପାଇଁ ସମସ୍ତେ ଆସିଛନ୍ତି ଏବଂ ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ଗଠନର ଯେଉଁ ପ୍ରତିଜ୍ଞା ସେ ନେଇଛନ୍ତି, ସେଥିପାଇଁ ବହୁ ସଂଖ୍ୟାର ଲୋକ ଆସୁଛନ୍ତି। ଏଟା ପ୍ରମାଣ ହେଇଯାଇଛି। ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସହରକୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କେତେ ପ୍ରଭାବ ପକେଇବ ଭାବୁଛନ୍ତି କର୍ମୀ ମାନେ? ଶୁଣନ୍ତୁ, ପ୍ରଭାବ ନାହିଁ, ପକେଇ ସାରିଛି। ମୁଖ୍ୟମନ୍ତ୍ରୀ ସହିତ ଦୌଡ଼ରେ କେହି ନାହାନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏକତରଫା ଚାଲିଛନ୍ତି। ଆଜ୍ଞା, ଏଇଟା 100% ପ୍ରଭାବିତ କରିବ। କାରଣ ଲୋକ ଅଲରେଡି ମାଇଣ୍ଡ ମେକଅପ୍ ଯେ 77 ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ପୁଣି ଶାସନ ଗାଦିରେ ବସେଇବେ। କେନ୍ଦ୍ର ସରକାର ଯେଉଁ ବିଭିନ୍ନ ଆରୋପ କରୁଛନ୍ତି, ବିଭିନ୍ନ ପ୍ରତାରୋପ କରୁଛନ୍ତି, ବର୍ତ୍ତମାନ ସେମାନେ ହତୋତ୍ସାହ ହେଇଯାଇଛନ୍ତି। ଯେଉଁ ଲୋକଙ୍କୁ, ଭାରତବାସୀଙ୍କୁ ଭୁଆଁ ବୁଲେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ କହୁଛନ୍ତି ଏଟା ଜୁମଲା ଥା। ଏ ଜୁମଲା ସରକାର ପ୍ରତି ଓଡ଼ିଶାବାସୀଙ୍କର ଆଉ ଆସ୍ଥା ନାହିଁ। ପୁଣି 77 ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ। ମୁନା ତ କାହାକୁ କରିହେବନି, ସେ ଯେହେତୁ ଜଣେ ପ୍ରାର୍ଥୀ, ଉଦଳାବାସୀ ନିର୍ଣ୍ଣାୟକ ଭୂମିକା ନେବେ। ଆସନ୍ତା 4 ତାରିଖ ଆପଣମାନେ ଫଳାଫଳ ଜାଣିପାରିବେ। ଦେଖନ୍ତୁ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ଆଜି ବାରିପଦାର ଏଇ ଛଉ ପଡ଼ିଆରେ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବିପଦ ଶୁଣିବା ପାଇଁ ଲୋକଙ୍କର ଆଗ୍ରହ ଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୀର୍ଘ 25 ବର୍ଷ ଧରିକି ଯେଉଁ ଜନହିତକର କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଆସୁଛନ୍ତି, ତାହା ଆଗକୁ ମଧ୍ୟ ଜାରି ରହିବ। ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆଜି ସ୍ଥାନୀୟ ଜନସାଧାରଣ, ଏଠିକାର ଯେଉଁମାନେ ସଭାରେ ଉପସ୍ଥିତ ଲୋକ ଥିଲେ, ସମସ୍ତେ ସଦିଚ୍ଛା ଜଣାଇଛନ୍ତି, ସମର୍ଥନ ଜଣାଇଛନ୍ତି। ଆଶା କରୁଛୁ ଯେ ତାର ପ୍ରତିଫଳନ ଆସନ୍ତା ଜୁନ୍ 1 ତାରିଖ ଦିନ, ଯେଉଁଦିନ ମତଦାନ ଦିଆଯିବ, ସେଦିନ ନିଶ୍ଚିତ ଭାବରେ ପ୍ରତିଫଳନ ହେବ।
आपण माने मलय बाबू देखुथिबे आज जो कार्यक्रम हैला दिन 11:30 पाखरु आज एबे 2:30 बाजिलानी आपनकर बारिपदा सहर रे आज चल प्रचल करिया पई जगह नहीं एवं आपण देखुथिबे जो पड़िया रे माननीय मुख्यमंत्री जो ऐतिहासिक संस्कृति संपन्न पड़िया रे जो ऐतिह्य संपन्न पड़िया छौ पड़िया रे माननीय मुख्यमंत्री तांको निर्वाचनी सभा रखिचंती से सभा रे आज पाद पकेया पई जगह नहीं बारिपदा सहर आज गोटे सबुजमय हेई जाईची एवं यार प्रभाव आगामी निर्वाचन में आपण मान देखिबे समस्त विधायक प्रार्थी माने एवं सांसद प्रार्थी मयूरभंज 9 जन विधायक प्रार्थी एवं सांसद प्रार्थी सुदाम मारांडी बहु संख्या रे जितिबे एवं आगामी जून 9 तारीख रे जो माननीय मुख्यमंत्री शपथ ग्रहण करिवार जो प्रतिश्रुति लोक को देइचंती मयूरभंज जिला तार गोटे बृहत भागीदारी हबो एथिरे तिळे मात्र संदेह नाही। देखंतु केंद्र मंत्री माने होउचंती साइबेरियन चढ़ई जेतेले शीत दिन आसे आपण माने देखुतबे जेंती साइबेरिया रु चढ़ई आसी चिलिका रे उड़ी की पुणी मासे 2 मास रही की पळंती से काली आसीबे 2 दिन भाषण देबे तापरे पळेबे। मु केंद्र मंत्री मानक कथा कहिबी आज माननीय गृह मंत्री अमित शाह को विनम्रतार सहित कहिबी कर्णाटक रे कहिचंती ओडिसा को नंबर 1 करिवे तांगे तेलंगाना रे कहिचंती ओडिसा को नंबर 1 करिवे तबे मु माननीय गृह मंत्री को कहिबी तीन जो चीफ मिनिस्टर विभिन्न स्टेट रो आसी की ओडिसा को 1 नंबर करिवे आगे आत्मसमीक्षा करंतु आगे निज राज्य को केते नंबर रखिवे समाने चिंता करंतु तापरे ओडिसा कथा चिंता करिवे। ब्रिलियंट रेज विशुद्ध नड़िया तेल घन लंबा और पड़ा केसर मूल मंत्र।